ମଦ ସହ କାର୍ ଜବତ, 2 ଅଟକ। ରଣପୁର ଲୋକଦେଖାଣିଆ ଭାବରେ ତତ୍ପର ହୋଇ ଉଠିଛି ରଣପୁର ଅବକାରୀ ବିଭାଗ। ପ୍ରତିଦିନ ରଣପୁର ଅଞ୍ଚଳରେ ହଜାର ହଜାର ଲିଟର ଦେଶୀ ମଦ ଚୋରା କାରବାର ହେଉଥିବା ବେଳେ ଆଜି ଢେଙ୍କାନାଳରୁ ରଣପୁର ଅଭିମୁଖେ ଏକ OD 05J1881 ମାରୁତି ସୁଜୁକି ଏଲ୍ଟୋ କାର୍ ଆଜି ମଙ୍ଗଳବାର ରଣପୁର ଅବକାରୀ ଅଧିକାରୀ ଅର୍ପିତା ସାହୁଙ୍କ ତତ୍ତ୍ୱାବଧାନରେ କର୍ମଚାରୀମାନେ ମିଳିତ ଚଢ଼ାଉ କରି କଟଗଡ଼ଠାରୁ ଏକ 500 ଲିଟର ଉର୍ଦ୍ଧ୍ୱ ହାତରନ୍ଧା ଦେଶୀ ମଦ ସହ କାର୍ ଜବତ କରିଛି। ଏହି କାରବାରରେ ବଡ଼ ଧରଣର ରାକେଟ୍ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି କାରବାରରେ ଲିପ୍ତ 2 ଜଣଙ୍କୁ 29/24-25ରେ ଗିରଫ କରି ମାମଲା ରୁଜୁ କରିଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି ଧରା ହୋଇଥିବା ଗାଡ଼ିଟି ଚୋରା ଗାଡ଼ି ବୋଲି ସନ୍ଦେହ ହେଉଥିବା ବେଳେ ଗାଡ଼ି ନମ୍ବର ଏକ ସୁଜୁକି ସୁଇଫ୍ଟ ଡିଜାୟାର ବୋଲି ଜଣାପଡ଼ିଛି। ଗିରଫ 2 ଜଣ ହେଲେ ଢେଙ୍କାନାଳ ଅଞ୍ଚଳର ଅଶୋକ ପ୍ରଧାନ ଏବଂ ଗଣେଶ ପ୍ରଧାନ। ରଣପୁରରୁ ବୀର ଚିଫ୍ ବିପିନ ବିହାରୀ ପ୍ରହରାଜଙ୍କ ରିପୋର୍ଟ, G9 ଓଡ଼ିଆ।